ভবসাগর বলল, ভবসাগরটা করলাম। Sa
ब्रह्मा गुरु विष्णु गुरुदेव अज्ञानं सर्वश्रुति शांताकारं हरे मुरारे मधुकैट भारे गोविंद गो मुकुंद सौरे हरे मुरारे मधुकैट भारे गोविंद हरे मुरे मधुकैट भारे गोविंद गोपाल मुकुंद सौरे हरे मुरारे मधुकैट भारे गोविंद यज्ञेश्वरारा जगत्कृष्ण विष्णु श्रीराश्रय यज्ञेश्वरारा जगत्कृष्ण
ଶିଶୁ ଅନନ୍ତଙ୍କର ପଦାବ୍ଜକୁ ସ୍ମରଣ କରି ଅନନ୍ତମୟ ଜଗତ ହିଁ ଅନନ୍ତ। ସେହି ଶିଶୁ ଅନନ୍ତଙ୍କର ପବିତ୍ର ନାମଟି ଏ ବିଶ୍ୱକୁ ଦେଶକୁ ରକ୍ଷା କରୁ, ମହାମାରୀ ବିପର୍ଯ୍ୟୟରୁ ରକ୍ଷା ମିଳୁ, ଏତିକି ପ୍ରାର୍ଥନା ଆମେ ସମସ୍ତେ କରିବା ଉଚିତ। ଏହି ଶିଶୁ ଅନନ୍ତଙ୍କର ଉଦ୍ଦେଶ୍ୟରେ ଏଠାରେ ଦୀର୍ଘ ବର୍ଷ ଧରି ଘୃତଯଜ୍ଞ, ନାମଯଜ୍ଞ ଏସବୁ ଅନୁଷ୍ଠିତ ହେଉଛି ଏବଂ ପ୍ରାୟ କିଛି ବର୍ଷ ବଳିଆ ମଧ୍ୟ ଆସୁଛି। ଯେତେ ଥର ଭାବୁଛି ନାଇଁ ଆଉ ଆସିବାନି, ଏ ତ ଶେଷ ଥର ହେଲା, ଆମେ ବୁଲିକି ଗଲେ ଆଉ କ'ଣ ଆସିବା, ପୁଣି ବି କ'ଣ କେମିତି କ'ଣ ସଂଯୋଗ ହେଉଛି, ପୁଣି ଆସୁଛି। ଭକ୍ତି ଆଉ ଶ୍ରଦ୍ଧା ଏ ଦୁଇଟି କଥା ହେଉଛି ସବୁ କଥାର ମୂଳ ତତ୍ତ୍ୱ। ଭକ୍ତି ଏବଂ ଶ୍ରଦ୍ଧା। ଯେଉଁଠି ଶ୍ରଦ୍ଧା ନାହିଁ ସେଠି ଭକ୍ତି ବି ନାହିଁ, ଭକ୍ତି ବି ଯେଉଁଠି ଅଛି ସେଠି ଶ୍ରଦ୍ଧା ନିଶ୍ଚୟ ରହିବ। ଏଠି ଯଜ୍ଞ ହେଉଛନ୍ତି, ବ୍ରାହ୍ମଣ ଠାକୁରମାନେ ବିଭିନ୍ନ ମନ୍ତ୍ର, ବେଦ ମନ୍ତ୍ର ଠାରୁ ପ୍ରଚଳିତ ମନ୍ତ୍ର ପର୍ଯ୍ୟନ୍ତ ଉଚ୍ଚାରଣ କରି ଯଜ୍ଞ କରୁଛନ୍ତି। ସେ ଯଜ୍ଞରେ ସେଇ ଦୁଇଟି କଥା ରହିଛି, ଶ୍ରଦ୍ଧା ଏବଂ ଭକ୍ତି। ଆମେ ଏତେ ମହଣ ଘିଅ ଦେଇପାରିବୁ ନାହିଁ କି ଏତେ ଭଲ ଭଲ ଦ୍ରବ୍ୟ ମଧ୍ୟ ଦେବାକୁ ଇଚ୍ଛା ଥିଲେ ମଧ୍ୟ ଦେଇପାରୁନି, କିନ୍ତୁ ସେଇ ଶ୍ରଦ୍ଧା ଆଉ ଭକ୍ତିକୁ ନେଇ ଏଠି ଯଜ୍ଞ ଚାଲିଛି। ବର୍ଷେ ବର୍ଷେ କଥା ଉଠେ, ନାଇଁ ଯଜ୍ଞ ଏ ବର୍ଷ ବନ୍ଦ କରିବା, ପୁଣି ମଧ୍ୟ ଚାଲେ। ସେଇଭଳି ଭାବରେ ନାମଯଜ୍ଞ ଇଏ ଯୁଗ ପାଇଁ ବା ବର୍ତ୍ତମାନର ସମାଜ ପାଇଁ ମହାପ୍ରଭୁ ଚୈତନ୍ୟ ନିତ୍ୟାନନ୍ଦ ଯେଉଁ ନାମ ପ୍ରଚାର କଲେ, ନାମାବତାର, ସେ ଏକଦମ ସ୍ପଷ୍ଟ ଭାବରେ କହିଲେ ବା ତାଙ୍କ ଦୂରଦୃଷ୍ଟିରେ ଜାଣିଲେ ଭଲ ଘିଅ ମିଳିବ ନାହିଁ। ଯଦି ବ୍ରାହ୍ମଣ ମିଳିବେ ତାହେଲେ ଏମିତି ବି ବ୍ରାହ୍ମଣ ଅଛନ୍ତି ଯାହାଙ୍କ ପାଟିରେ ମନ୍ତ୍ର ମଧ୍ୟ ନାହିଁ, ସେମାନେ ଗାୟତ୍ରୀ ମନ୍ତ୍ର ମଧ୍ୟ ଜାଣନ୍ତି ନାହିଁ, ଜାଣିଥିଲେ ବି ତାକୁ ଜପ ବି କରନ୍ତି ନାହିଁ। ଶାଳଗ୍ରାମଙ୍କୁ ପୂଜା କରନ୍ତି ନାହିଁ। ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ ପୂଜା ଆମେ ଯଜ୍ଞରେ କରୁଛୁ, କିନ୍ତୁ ଜଣେ ବ୍ରାହ୍ମଣ ପ୍ରତ୍ୟେକ ଦିନ କରୁଛି କି ନାହିଁ ସେଇଟା ଖୁବ୍ କମ୍ ଲୋକ କରୁଛନ୍ତି, ନହେଲେ ସତ୍ୟ ବୁଡ଼ିଯିବ। ତେଣୁ କୋଉଠି ମନ୍ତ୍ର ଅଛି, ବ୍ରାହ୍ମଣ ନାହାନ୍ତି, କୋଉଠି ବ୍ରାହ୍ମଣ ଅଛନ୍ତି ସେଠି ଘୃତ ନାହିଁ। ଧରନ୍ତୁ ଯଜ୍ଞ ହେଉଛି, ଆମେ ଆମର ପୁରୋହିତଙ୍କୁ ପଚାରିଲୁ କ'ଣ କ'ଣ ଯଜ୍ଞରେ ଲାଗିବ, ସେ ଆମକୁ ଗୋଟିଏ ଚିଠା ଦେଲେ। ମନେ କରାଯାଉ ସେ ଚିଠାରେ ଥିଲା ମୃଗନାଭି କସ୍ତୁରୀ, ସେଟା କୋଉଠି ମିଳିବ? ପୂଜା ଦୋକାନରେ ମିଳିବ। ପ୍ରକୃତରେ ଗୋରଚନାଟା କୋଉଠି ମିଳିବ? ପୂଜା ଦୋକାନରେ ମିଳିବ।
କିନ୍ତୁ ପ୍ରକୃତରେ ସେ ପୂଜା ଦୋକାନରେ ମିଳେନି। ପୂଜା ଦୋକାନରେ ବିକ୍ରି ହୁଏ। ଆଜି ତ ଗାଈ ଗୋରୁମାନଙ୍କ ପ୍ରତି ଏଇ 10 ବର୍ଷ ପୂର୍ବେ ଯେଉଁ ଶ୍ରଦ୍ଧା ଥିଲା, ଗୋମାତା ଥିଲେ, ଗୁହାଳ ଥିଲା, ଗୋବର ଥିଲା, ଆଜି ପଞ୍ଚଗବ୍ୟ ଟିକେ ଶୋଧନ କରିବା ପାଇଁ ହେଲେ ଗୋମୂତ୍ର ଗୋମୟ ମଧ୍ୟ ମିଳୁଛି। ସେ ଗୋଟେ କୁଆଡ଼େ ଖୋଜି ଖାଜିକି ତାକୁ ବାହାର କରିବାକୁ। ତେଣୁ ଏସବୁ ଯେଉଁ ଆମମାନଙ୍କର ହିନ୍ଦୁ ଧର୍ମରେ ଯେଉଁ ଯେଉଁ କଥା ପ୍ରତି ଗୁରୁତ୍ୱ ଦିଆଯାଇଥିଲା, ସମସ୍ତ କଥା ଗୁଡ଼ିକ ହେଉଛି ବିଜ୍ଞାନ ସମ୍ମତ। ପଞ୍ଚଗବ୍ୟ ପାଇଲେ ଯେ ଜଣଙ୍କର ଖାଲି ପାପ କ୍ଷୟ ହେବ ସେ କଥା ବି ନୁହେଁ, ଶରୀରର ଅନେକ ରୋଗ ମଧ୍ୟ ଚାଲିଯିବ। ଯେତେବେଳେ କରୋନା ଭଳି ଗୋଟେ ମହାମାରୀ ଆସିଥିଲା, ମୁଁ ପ୍ରଥମ ଅବସ୍ଥାରେ ମଧ୍ୟ କହିଥିଲି ଯେ ଘରେ ଘରେ ପଞ୍ଚଗବ୍ୟ ଶୋଧନ କରନ୍ତି। ଦଧି, ଦୁଗ୍ଧ, ଘୃତ, ଗୋମୂତ୍ର ଆଉ ଗୋମୟ। ଅନେକ ତାକୁ ଘୃଣା କଲେ, ଗୋମୂତ୍ର ଗୋମୟ ଆକୁ କ'ଣ ଗୋଟେ ଖାଏ ପିଇବ ବା ଇଏ କରିବ। କିନ୍ତୁ ଏବେ ବି ଆପଣ ଦେଖିବେ ମହାମାରୀ ଭଳି ବିପଦ ମାନଙ୍କରେ ପଞ୍ଚଗବ୍ୟ ହେଉଛନ୍ତି ଗୋଟେ ଗୋଟେ ମହାନ ଔଷଧ। ସେଇଭଳି ଭାବରେ ପଞ୍ଚାମୃତ, ଦଧି, ଦୁଗ୍ଧ, ଘୃତ, ମଧୁ, ଶର୍କରା। ଆଜି ମହୁମାଛିଟିଏ ଭଲ ମହୁ ଟିକେ ମିଳୁନି, ଭଲ ଘିଅ ଟିକେ ମିଳୁନି, ଭଲ କ୍ଷୀର ବି ମିଳୁନି। ମିଳୁଛି କିନ୍ତୁ ତାହା ଆସ୍ତେ ଆସ୍ତେ ଗୋଟେ ବିଲୟ ହେବାକୁ ଯାଉଛି। ଯେତେବେଳେ ଏଇଭଳିଆ ସମୟ ସବୁ ଆସି ପହଞ୍ଚେ, ଆମେ ପଢୁଛୁ ଗୋ ବ୍ରାହ୍ମଣବ୍ୟ ଶୁଭମସ୍ତୁ ନିତ୍ୟ, କିନ୍ତୁ ବର୍ତ୍ତମାନ ଏ ଦୁଇଟି ଯାକ କଥା ବର୍ତ୍ତମାନ ଅବ୍ୟବସ୍ଥିତ ହେଇକି ରହିଲା। ସେଥିପାଇଁ କଳ୍କି ଭଗବାନଙ୍କର ରୂପରେ ମହାପ୍ରଭୁ ଚୈତନ୍ୟ ଆଉ ନିତ୍ୟାନନ୍ଦ ଆସିଥିଲେ। ମାର୍ଗ ଆମକୁ ଦେଇଗଲେ, ପୁଣି ଅଚ୍ୟୁତାନନ୍ଦଙ୍କ ରୂପରେ ବା ପଞ୍ଚସଖାଦି ମହାପୁରୁଷ ମାନଙ୍କ ରୂପରେ ସେ ଆମକୁ କହିଯାଇଛନ୍ତି ସେ ପୁଣି କଳ୍କି ଅବତାର ହେବେ। ତେବେ କଳ୍କି ଅବତାର ହେବେ, ସେ କୋଉ ଦିନ ହେବେ ସେ କଥା ତ କିଛି ନାହିଁ। ଏମିତି ସବୁ କହୁଛନ୍ତି ଅମୁକ ମସିହାରେ ହେବେ, ଅମୁକ ସମୟରେ ହେଇଗଲେଣି। ମୁଁ ଏଠି ପିଲାଦିନୁ ଶୁଣୁଛି, ସେ ସବୁ ନୁହେଁ। କଳ୍କି ହେଉଛନ୍ତି ଗୁରୁ। ପ୍ରଥମ କଥା ମନେ ରଖନ୍ତୁ ଆପଣମାନେ, ଗୁରୁ ହେଉଛନ୍ତି ଜୀବନର ପ୍ରକୃତରେ କଳ୍କି। ଅଜ୍ଞାନଂ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକାୟା ଚକ୍ଷୁର୍ମିଳିତଂ ଯେନ ତସ୍ମୈ ଶ୍ରୀ ଗୁରବେ। ଗୁରୁ ହେଉଛନ୍ତି ଜୀବନର ଶ୍ରେଷ୍ଠ କଳ୍କି। ଯଦି ନୁହନ୍ତି ତାହେଲେ ଆମେ ପଢୁଛେ କାହିଁକି? ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରବ୍ରହ୍ମ ତସ୍ମୈ ଶ୍ରୀ
केउ धर्म रे ब्रह्मा को किए मानुची न मानुची सेटा अलग कथा। हिंदू माने ब्रह्मा, विज्ञान कहे से ब्रह्मा किए सूर्य। सूर्य बिना पृथ्वी रे कौन सी स्थिति नहीं। गुरु ब्रह्मा, विज्ञान ब्रह्मा होती सूर्य और चंद्र। जहां को गीता कहते रस वत्सु कौंतेय प्रभास्वी शशि सूर्य। आपण माने जगन्नाथ को दर्शन कला बेले देखती जगन्नाथ को सधारे डाकती चका आखि। से चका आखि दुईटी होउछन्ति सूर्य आउ चंद्रमा। तेणु गुरु ब्रह्मा, जगन्नाथ ही गुरु। गुरु ब्रह्मा, सूर्य होउछन्ति गुरु। ये पृथ्वी में जेते कथा सृष्टि होईची, जेते धर्म सृष्टि होईची, जेते मत सृष्टि होईची, आपण गोटे खातार लेखत अमुक धर्म अमुक धर्म अमुक धर्म अमुक धर्म। से केते बड़ सृष्टि है? सूर्यंकर जन्म परे। सेथिपाई गीतार 4th अध्याय स्पष्ट कहले मु यही योग प्रथमे सूर्य को कही इमं विवस्वते योगं प्रोक्तवान अव्यय। तेणु सूर्य होउछन्ति गुरु। सेथिपाई यज्ञ मंडप को ब्राह्मण माने आसीबा पूर्व प्रथमे कहार पूजा करती? सूर्यंकर पूजा करती। उदय ब्रह्मण रूप, मध्याह्ने तु महेश्वर, अस्तमाने स्वयं विष्णु, त्रिमूर्तिश्च दिवाकर। सूर्यंकर प्रथम दर्शन होती ब्रह्मांकर दर्शन। उदय ब्रह्मण रूप मध्याह्ने तु मध्याह्न समय से होउछन्ति सत्यम शिवम सुंदरम अर्थात भगवान शिव। ये जो अस्तकालीन सूर्य होउछन्ति स्वयं विष्णु। किए आपण माने ये विष्णु ब्रह्मा विष्णु महेश्वर को नमस्कार करती? मंदिर को जाती नमस्कार करने केते गुटे बाट चलिक जा, किंतु आपण पाखरे से उदय हुअन्ति, मध्याह्न रुहन्ति, पुणी अस्त हुअन्ति। उदय ब्रह्मण रूप मध्याह्ने तु महेश्वर, अस्तमाने स्वयं विष्णु, त्रिमूर्तिश्च दिवाकर। तेणु गुरु होउछन्ति ब्रह्मा, गुरु होउछन्ति सूर्य। आउ गुरु किए? विज्ञान गुरु होउछन्ति सूर्य। विज्ञान तो आम समस्त समग्र पृथ्वी यदि भगवान को कई अस्वीकार करुची, किंतु परोक्षरे से विज्ञान को स्वीकार करुची। से गीतारे मध्य कहते मया दक्षेण प्रकृति सुयते सचराचर। एते कथा कहया समय भी नहीं। तेरे आउ किए गुरु? माता गुरु पिता
ଅଛନ୍ତି ସେ ହେଉଛନ୍ତି ଗୁରୁ। ଆମେ ସଦ୍ଗୁରୁଙ୍କୁ ପାଇବାର ବହୁ ବର୍ଷ ପୂର୍ବରୁ ତାଙ୍କୁ ହିଁ ଆମେ ପାଇଥିଲୁ। ମନେ କରାଯାଉ ବାପ ମା ଆମର ମରିଗଲେଣି, ଆମେ ବି ମରିବା, ସେ ବି ମଲେଣି, କିନ୍ତୁ ଆମ ଦେହ ଯେ ପର୍ଯ୍ୟନ୍ତ ବଞ୍ଚିଛି ଆମ ପିତା ଆଉ ମାତା ସେ ପର୍ଯ୍ୟନ୍ତ ବଞ୍ଚିଛନ୍ତି। ଏ ଯୋଉ ଶରୀର, ଏ ଶରୀରଟି ସେଇ ପିତୃଶକ୍ତି ଆଉ ମାତୃଶକ୍ତି ଦ୍ୱାରା ଇଏ ସୃଷ୍ଟି ହେଇଛି। ତେଣୁ ଗୁରୁ ହେଉଛନ୍ତି ପିତା ମାତା ଆମ ପାରିବାରିକ ଜୀବନ। ତେବେ ସଜ୍ଜନ ଗୁରୁ ବ୍ରହ୍ମା देखी नहीं भगवान को, देखी नहीं भगवान, ମୁଁ ଭଗବାନଙ୍କୁ ଦେଖିନି, ଯିଏ କହୁଛନ୍ତି ଭଗବାନ ସେ ବି ଦେଖିନା। ତାହେଲେ କାହାକୁ ମୁଁ ଦେଖିଛି? ପ୍ରଥମେ ଦେଖିଛି ମୋର ପିତା ମାତାଙ୍କୁ, ତାପରେ କାହାକୁ ଦେଖିଛି? ବାୟୁ, ଯମ, ଅଗ୍ନି, ବରୁଣ, ଶଶାଙ୍କ, ମୁଁ ସିନା ଭଗବାନଙ୍କୁ ଦେଖିନି, କିନ୍ତୁ ଭଗବାନ ମୋ ନିକଟରେ ଅଛନ୍ତି, ଆଉ ଦେଖିବେ କଣ? ଯିଏ ସିନା ଦୂରରେ ଥିବେ ତାଙ୍କୁ ସିନା ଦେଖିବାକୁ ମୁଁ ଯିବି, ଆଉ ଯିଏ ନିକଟରେ ଅଛନ୍ତି ତାଙ୍କୁ କେମିତି ଦେଖିବି? ସେଟା ମୋ ପାଖରେ ଅଛନ୍ତି, ମୁଁ ଦେଖି ତାଙ୍କୁ ଅନେଇଲେ ଯାହା, ନ ଅନେଇଲେ ବି ସେଇଆ। ଭ କହିଲେ ଭକ୍ତି, ଯେଉଁଠି ଭକ୍ତି ସେଇଠି ଭଗବାନ। ଭ କହିଲେ ପୃଥିବୀ, ଭବ, ମୁଁ ବା ପୃଥିବୀ, ମୁଁ ପୃଥିବୀର ଜଣେ ମଣିଷ, ପୃଥିବୀ ହେଉଛନ୍ତି ମୋ ପାଇଁ ଭଗବାନ। ଭଗବାନ ମୋ ନିକଟରେ କେମିତି ଅଛନ୍ତି? ଗତି ରୂପରେ ଅଛନ୍ତି। ସେ କି ଗତି? ନିଶ୍ୱାସ ପ୍ରଶ୍ୱାସର ଗତି। ये निश्वास प्रश्वास पृथ्वी को छाड़िले आउ केउठी नहीं।
जो माने चंद्र मंगल को जाऊँगी यहीठू निश्वास नहीं जाऊँ तेणु पवनर गति समुद्रर गति ये पृथ्वी मझे अच्छी चारि पाख जाक समुद्र घेरिकी अच्छी ये जो मेघ होउची नद नदीर स्रोत बहुची तार मूल रूप किए सागर समुद्र समुद्र होउचंदी भगवान पृथ्वी होउचंदी भगवान सूर्य चंद्रमा होउचंदी भगवान पिता माता होउचंदी भगवान से गीतार से कही पारि चाहते तुमेव कृष्ण राम तुमेव कही पारि चाहते किंतु से कौन कहले वायुर्जम अग्नि मोर निश्वास ही मो पई भगवान आ निश्वास होउछन मोर गुरु जोटी गुरु से भगवान भागवत भी कहले गुरु गोविंदे दियो मन ଯେଉଁଠି ଗୁରୁ ସେଇଠି ଗୋବିନ୍ଦ ଖୋଜିବାକୁ ପଡିବନି ଆପଣ ମାନେ ଦେଖନ୍ତୁ ଗୁରୁ ଗୁ କହିଲେ ଗୁଣ ଆଚ୍ଛା ଗୋଟାଏ ଜାଗା କୋଉଠି ଦେଖେଇ ଦିଅନ୍ତୁ ଗୁଣ ବିହୀନ ଜାଗାଟି କୋଉଠି ଅଛି ଚାଲନ୍ତୁ ଆପଣ ବୁଲିକିରି ଖୋଜିବେ ଗୋଟେ ଡାଏରୀ ନେଇଯିବେ ଦେଖିବେ बिछुआदी पत्र भी गुण अच्छे ये जो खुंटी मध्य दिखाई ये खुंटर जदि गुण नहीं ताले चांदुआ को केमी से कहला ये मंचर जदि गुण नहीं से आमको केमी बसई पारी ये चेयर जदि गुण नहीं तापर मु बसी केमी ये माइक जदि गुण नहीं यहाँ मो मुहरे कहीं लगी ये लाइट रे जदि गुण नहीं तो लाइट जलुची कहीं केरे सुंदर भाव से भगवान को गीता बुझेले वायुर्जम अग्नि मु अग्नि यज्ञाग्नि यज्ञ जो अग्नि जलुचंदी मु होची सही अग्नि यज्ञाग्नि रोसई घरे जो अग्नि जलुची भात डाली तरकारी रांधुची सी होउचंदी रोषाग्नि मनीष जेतबेले मरुची ताको पोड़ी दिया जाउची सेटा को अग्नि चित्ताग्नि आम भितर गोटे अग्नि अच्छी पाकस्थली भितर आमर समस्त खाद्य को से हजम करुची से अग्नि ना कौन जठराग्नि एवं आकाश से किए सूर्याग्नि जो सूर्याग्नि को धारण कले यज्ञ कुंडरे से अग्नि रूप वैष्णवाग्नि रूप पार्वत्याग्नि रूप शैवाग्नि रूप ब्राह्मण मान निमंत्रण करते मूल स्वरूपटी होउछन्ति सूर्य जबकाच द्वारा सूर्यंकर अग्नि को धरा जाए तेणु यही भली भाव सी होउछन्ति अग्नि अग्नि होउछन्ति भगवान
ଅଗ୍ନି ହଉଛନ୍ତି ମୋର ଗୁରୁ, ବାୟୁର୍ଜମଗ୍ନି, ବରୁଣ ମୁଁ ସମୁଦ୍ର। ଇଏ ତ ଆମର କଟକ ଜିଲ୍ଲା, ଇଏ ତ ବୋଧେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବୋଧେ। ଇଏ ତ ଏ ଅଞ୍ଚଳ ଶିକ୍ଷାବିତର ଅଞ୍ଚଳ, କବି ପଣ୍ଡିତ ମାନଙ୍କର ଅଞ୍ଚଳ। ଆପଣମାନେ ନିଜେ ଚିନ୍ତା କରନ୍ତୁ, ସମୁଦ୍ର ଯଦି ନଥାନ୍ତା ତାହେଲେ ଏ ନଦ ନଦୀର ଜଳ ଗୁଡାକ ଯାଇକିରି କୋଉଠି ଯାଇକି ମିଶିଯାଆନ୍ତା। ଭାଗବତ କେମିତି କହିଲେ, ଦେଖ ଏ ଯେତେ ନଦ ନଦୀ ଭାଗବତ ଯାହା କହିଲେ ଗୀତା ବି ସେୟା କହିଲେ, ଯଥା ନଦୀ ନା ବହବଂ ତେବେ ସମୁଦ୍ର କିଏ? ସମୁଦ୍ର ହଉଛନ୍ତି ଭଗବାନ, ସମୁଦ୍ର ହଉଛନ୍ତି ବରୁଣ ଦେବତା। ଏଠି ଯଜ୍ଞ ଆରମ୍ଭ ହେବା ମାତ୍ରକେ ପ୍ରଥମେ କାହାର ପୂଜା ହେଇଛନ୍ତି? ସିଏ ହଉଛନ୍ତି ବରୁଣ ଦେବତା। ବରୁଣ କାଠ ସ୍ୱତନ୍ତ୍ର ହେଇଥିବ, ଆସିଛି କି ନା ମୁଁ କହିପାରିବିନି, କିନ୍ତୁ ସେ ଆସୁ ବା ନ ଆସୁ କିନ୍ତୁ ବରୁଣଙ୍କୁ ଆବାହନ କରାଯାଏ। ବରୁଣଙ୍କୁ କାହିଁକି ଆବାହନ କରାଯାଏ? ଯେତେବେଳେ ପୃଥିବୀ ସୃଷ୍ଟି ହେଲା, ମୃତ୍ତିକା ମଣ୍ଡଳ ନେଇ ପୃଥିବୀ ସମୁଦ୍ର ଭିତରୁ ବାହାରିଲା, ସମୁଦ୍ରର ଉତ୍ତାଳ ତରଙ୍ଗ ପୃଥିବୀକୁ ବାରମ୍ବାର ଜଳାଶାୟୀ କଲା। ତାମାନେ ପୃଥିବୀଟା ଜଳାଶାୟୀ ହେଇଗଲା। ଏବେ ବି ଆପଣ ମାନେ ଶୁଣୁଥିବେ, ପୃଥିବୀ ବେଳେ ବେଳେ ସୁନାମି ଆଉଛି। 1999 ମସିହାରେ ଓଡ଼ିଶାକୁ ସୁନାମି ଆସିଥିଲା, କେତେ ଲୋକ ମରିଗଲେ। ତେବେ ଏବେ ବି ଭକ୍ତର ଭକ୍ତିରେ ସେ ଏବେ ସ୍ଥିର ଅଛନ୍ତି। आदेशे उदधि न अवधि जय तेणु वरुण जितेबाला समुद्र जितेबाला बारंबार पृथ्वी को समुद्र भितर मिसेदेला आज भी से ब्राह्मण माने अच्छा पूर्वपुरुष मान से ब्रह्मविद ब्राह्मण से मंत्रद्रष्टा नथिले से ब्रह्मद्रष्टा थिले से माने थिले ऋषि। आज एथि आमे जते बसिचु समस्त गोत्र कौन जड़े ऋषि से ऋषि होउछन्ति जड़े ब्राह्मण। ये माने समुद्र कूल वरुण स्तंभटी को पोतीदेले पोती दे मंत्र उच्चारण कले वरुणस्य
तं मनमसि। हे वरुणराज समुद्र तुमे स्थिर हुओ, जे पर्यंत मोर पूजा सरी नहीं से पर्यंत आपण कूल उल्लंघन करिवे नहीं। पूजा कौन सरुची जे से कूल उल्लंघन करिवे। आज समग्र पृथ्वी जदि रही हिंदूर वरुण पूजा पाई, हिंदू आज समस्त पृथ्वीर अधिवासी मानक पाई परोक्षरे पूजा करुची, हे समुद्र पृथ्वी को रक्षा कर। ये कथा आउ अन्य कौ देश जानी ना कि मानू भी ना, न मानले न मानले। ये हिंदू शास्त्र कही अयोवेति निज परम गणनान्मूलकु चेतसाम उदार चरितरान्तु वसुधैव कुटुम्बकम्। पुओ बापू को न मानिला बापा कौन मोकदमा कर किंतु मु बापा को मानिली, बापा पुओ को भल मनीष कर, ये हूँ बाप पुओर कर्तव्य। आमे जदि कर्तव्य को भूली जावा, आमे गुरुंकर पूजा करिबा। गु कहले गुण, रु कहले रूप, एमिति गोटे रूप देखाई दियंतु जोटी गुण नहीं। खत गदार जदि गुण अच्छी ताले गुण कोई नहीं। गुरु किए ये विराट आलोचना, आपको कौन घंटाए अध घंटार कहवा, मत भी एत कथा कही आसे। गुरुमय ए जगत अनंत समग्र जगत हूँ गुरुमय। पहाड़ पर्वत नद नदी नदी बनगी भीम कुंभारी ये विश्व तेणु गुरुमय ए जगत, जेउठी गुरु से गोविंद। अच्छा आमे मंदिर करू से सूर्य अच्छा क्या नहीं, आ सूर्य बा अच्छा गोविंद कौन आसे आपे आपे आसवे। आम ओला शुणे आप देखिए शुकुआ भोग हो केतक लोक एमती हो सेमती कहीं हो। सु कहले सूर्य, कु कहले पृथ्वी, आ कहले आत्मा। ये तीनोटी जाक तत्व रक्षित महापुरुष को जना बोली से शुकुआ खाऊले। विज्ञान कहला सबुठारु जदि बेसी कैल्शियम थाए से क्षीर रे अच्छी। तापर जे आमिषादी लोक कहले शुकुआ खा, मु शुकुआ खाइबा को बाध्य करूनी। कथाटा कहली महापुरुष माने जहाँ को अनुमोदित करिसंती ता भितर भी विज्ञान रही एवं तत्व मध्य रही। आम तो तत्व किसी जानूनु। तेणु सज्जन ठाकुर महापुरुषों पाखे पोड़पिठा भोग हो। पोड़पिठा कौन? पोड़पिठा कौन?
ଆପଣଙ୍କ ଇଏ ଏମିତି କରିଦେଲ ସେମିତି ପୋଡ଼ିଦେଲ, ମୋତେ ତ ସେ ଆସେନି। ଆମେ ସବୁ ପିଲାଦିନେ ଯେଉଁ ପୋଡ଼ ପିଠା ଖାଉଥିଲୁ ଘଷି ନିଆଁରେ, ଆଜିକାଲି ସେ କ'ଣ ଗୋଟେ ଅଲଗା ପ୍ରକାର। ତେବେ ପ୍ରକୃତରେ ପୋଡ଼ ପିଠା ସେ ଖାଉଥିଲେ। ଆମେ ଯେଉଁ ପିଠା ଖାଉଛୁ ଏଗୁଡ଼ାକ ପିଠା ନୁହେଁ, ଏଗୁଡ଼ା ପୋଡ଼ ପିଠା ନୁହେଁ। ତେଣୁ ସଜ୍ଜନ ପୋଡ଼ ପିଠା, ପିଠାଟା ହେଉଛି ପିଠି, ପିଠି ତଳେ ଅଛି ମେରୁଦଣ୍ଡ, ମେରୁଦଣ୍ଡ ଭିତରେ ଅଛି ଭବସାଗର, କୁଣ୍ଡଳିନୀ ଚକ୍ର, କୁଣ୍ଡଳିନୀ ଚକ୍ର ଭିତରେ ଯେତେବେଳେ ଜ୍ୟୋତିରାନନ୍ଦ ପୁରୁଷ ଅଗ୍ନି ତତ୍ତ୍ୱ ଯେତେବେଳେ ଜାଗେ, ଯୋଗୀମାନେ ତପସ୍ୟା କରିକିରି ତାକୁ ଉପଲବ୍ଧି କରିଛନ୍ତି, ଯାହାକୁ ଆମେ ବର୍ତ୍ତମାନ ପଢୁଥିଲୁ କୂଳ କୁଣ୍ଡଳିନୀ। ମନକୁ ନିୟନ୍ତ୍ରଣ କରିବାକୁ ହେଲେ ପିଠି ପଟରେ ଯେଉଁ ବ୍ୟାକବୋନ ଅଛି, ଯେଉଁ ମେରୁଦଣ୍ଡ ଅଛି, ପଚାରନ୍ତୁ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ, ସେଇ ମେରୁଦଣ୍ଡ ଭିତରେ ଗୋଟେ ସ୍ୱଚ୍ଛ ଜଳ ଅଛି, ଯେଉଁ ଜଳର ନାଁ ସାଇନ୍ସ ମଧ୍ୟ କହିଛି ୱାର୍ଲଡ ସି, ଭବସାଗର। ତେଣୁ ମହାପୁରୁଷ ଆଧ୍ୟାତ୍ମିକ ମାର୍ଗରେ ଖାଉଥିଲେ ପୋଡ଼ ପିଠା, ଶୁଖୁଆ ପୋଡ଼ ପିଠା। ତେଣୁ ସୁନ୍ଦର ତୁମ ଚରଣ, ତେଣୁ ଇଏ ପବିତ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବହୁତ କଥା ଅଛି, ବହୁତ କଥାର ତତ୍ତ୍ୱ ମଧ୍ୟ ଅଛି, କିନ୍ତୁ ସେ ତତ୍ତ୍ୱକୁ କେହି ଆଲୋଚନା ଭିତରକୁ ନେଉନାହାନ୍ତି। ଇଏ ଅଧମ 1971 ମସିହାରେ କହେ ଅରକ୍ଷିତ ଦାସ ଅନନ୍ତ ଗୁମ୍ଫାରେ ବାସ, ସେଇ ଅନନ୍ତ ଗୁମ୍ଫାରେ ମୁଁ 2 ଘଣ୍ଟା ମାତ୍ର ଥିଲି, ଗୋଟିଏ ଶୂନ୍ୟବାଣୀ ପ୍ରାପ୍ତ ହେଇଥିଲି। ସେଥିପାଇଁ ସେ ପୀଠ ମୋର ଚିର ନମସ୍ୟ। ତେବେ ସଜ୍ଜନ, ଭଗବାନ ଯୋଉଠି ଗୁରୁ ସେଇଠି, କହେ ଅରକ୍ଷିତ ଦାସ ଅନନ୍ତ ଗୁମ୍ଫାରେ ବାସ। ଯୋଉଠି ଅରକ୍ଷିତ ସେଇଠି ଅନନ୍ତ, ଯୋଉଠି ଗୁରୁ ସେଇଠି ଗୋବିନ୍ଦ। ଗୀତା କହିଲେ ବାୟୁର୍ଜମଗ୍ନି ବରୁଣ ଶଶାଙ୍କ ପ୍ରଜାପତି ପ୍ରପିତାମହ। ମୁଁ ଆପଣଙ୍କୁ ବହୁବାର ନମସ୍କାର କରୁଛି, ଆପଣ ମତେ 4ଟି ହାତରେ ଦେଖା ଦିଅନ୍ତୁ। ମୁଁ ଆଉ ଏତେ ହାତ ଦେଖିବାକୁ ମୋର ସାମର୍ଥ୍ୟ ନାହିଁ। ଆମ 4ଟି ହାତ କିଏ? କିରୀତି ନଙ୍ଗଧି ନଞ୍ଚକ୍ର
ସବୁବେଳେ ସବୁ କଥା ଖାଲି ସଂସ୍କୃତରେ କହିଲେ କ'ଣ ହବ, କ'ଣ ଇଂରାଜୀରେ କହିଲେ ହବ? ଅନେକ କଥା ଅଛି ନିଜ ନିଜ ଘର କଥା, ଘର ପରିବାର ଭଳିଆ କଥାଟି କହିବାକୁ ହବ। ଛୁଆଟି ଶୋଉନେଇ, ମାଟି ତାକୁ ଶୁଆଇ ଦଉଛି, ସିଏ ଟୁଆଁ ଟୁଇଁ ଗପ କରି ଶୁଆଇ ଦଉଛି। ସିଏ ଟୁଆଁ ଟୁଇଁ ଗପରେ ମଧ୍ୟ ଅଛି ତତ୍ତ୍ୱ। ମା ଛୁଆକୁ ଶିଖେଇ ଦଉଛି, ଏବେ ଶିଖଉଛନ୍ତି କି ନାହିଁ ମୁଁ କହିପାରେ। ତୁ ମୁସିଲୋ ତୁ କେଇ ମୁସି ଧାନ এই মাস ଛୁଆର ଗୀତକୁ ନେଇ ଅରକ୍ଷିତ ମହାପୁରୁଷ ଗାଇଲେ। ଦିନେ আরে বাবু আম যুগল লীলা ভাঙ্গিଯିବ। ये टीवी परदार प्रेमी जुगल कथा नुहे, एगुड़ाक बदमाशी जुगल, अभद्र अनार्य, एमाने प्रेम को विकृत करुचंती। तेणु प्रकृत प्रेम कौन श्रेष्ठ, ये कौ महापुरुष कौ टुआ टुई कथा को नहीं कहले दिने जुगल लीला भांगिब, ये देह दिने पड़ी मु ये देह रु बाहरी पड़ेबी एके आत्मा। यही होउची गीता, यही होउची महापुरुषों तत्व, यही होउची आम गाँ आम घरर माँ छुआंकर गीत। तू को मुसिलो टुकेई मुसी धान वर्णक खाउता बसी तू था मु जाऊती। तापरे मने पकई देले तो मन जदी ओ तेबे उमर रे आपण देखुचंदी उमर हनुमान से होउचंदी शिष्य, तांकर गुरु होउचंदी जगन्नाथ बलभद्र सुभद्रा सुदर्शन, जे कि राम लक्ष्मण सीता हनुमान। अच्छा, गुरु शिष्य पिता माता भाई भौणी देखु आम धर्म केमती लिखा है। आम गीता को जो व्याख्या करुचु एते स्वरूप कथा कर पकाऊ जे आम भी निजे निजक बुझीपार। रत्न सिंहासन
ଜଗନ୍ନାଥ ଚାରି ହାତରେ ବହିଛନ୍ତି, ସେଠି ଚାରି ହାତ। ଆମ ବାପ ମାଙ୍କୁ କୋଉଦିନ ବସେଇକିରି ଆମେ ପୂଜା କଲୁଣୁ? ଯଦି କରିଥିବେ, ଯଦି ବା କରିବେ, ତା ହାତ କେଇଟି? ଚାରୋଟି ହାତ ନା। ଆଉ ଚାରି ହାତ କୋଉଠି? ଗୁରୁ ଆଉ ଶିଷ୍ୟ। ଗୁରୁ ସଦାଗରି ଆନ ଯଦି ମୁଁ ଗୁରୁଙ୍କୁ ମାନିବିନି, ତା ପାଇଁ ଗୁରୁ କଣ ତମ ନାଁରେ ମକଦ୍ଦମା କରିବେ? ଶିଷ୍ୟ ଯଦି ଗୁରୁଙ୍କୁ ନ ମାନେ, ଗୁରୁ ଯଦି ଶିଷ୍ୟକୁ କୃପା ନ କରିବେ, ତା ପାଇଁ କଣ କରାଯିବ? ତେଣୁ ସେଇ ମହାପୁରୁଷଙ୍କର ସେଇ ଗୀତ ସୂଚେଇ ଦେଲା, ତୋ ମନ ଯଦି ମୋ ଠାରେ ଥିବ, ମୋ ମନ ତୋ ଠାରେ ଥିବ, ନିତ୍ୟ ବୃନ୍ଦାବନ ରାହାସ କାନନ ଦିନେ ଭେଟା ଭେଟି। ତେଣୁ ଆମ ସମସ୍ତଙ୍କୁ ଗୀତା ହଉ, ଭାଗବତ ହଉ, ଭାଗବତ ତ ଗୁରୁବାଦ ଭକ୍ତି, ସେ ଆମକୁ ସୂଚେଇ ଦେଇଛନ୍ତି, ମୋତେ ପୂଜିବ ଗୁରୁ ଦେ। ଆମେ ଭଗବାନଙ୍କୁ ପାଇ ଯାଇଛୁ, କିନ୍ତୁ ଭଗବାନଙ୍କୁ ପାଇକିରି ହାତ ଛଡ଼ା କରୁଛୁ। ଆଉ ତା ପାଇଁ କିଏ କଣ କରିବ? ମୁଁ ଭଗବାନଙ୍କୁ ପାଇଛି, ମୋର ପିତୃ ମାତୃ ରୂପରେ, ଗୁରୁ ଗୁରୁଜନଙ୍କ ରୂପରେ, ସଦ୍ଗୁରୁଙ୍କ ରୂପରେ, ପବନ ସମୁଦ୍ର ମାଟି ସୂର୍ଯ୍ୟଙ୍କ ରୂପରେ, ଚନ୍ଦ୍ରମାଙ୍କ ରୂପରେ, ଜଠରାଗ୍ନି ଯଜ୍ଞାଗ୍ନି, ଏସବୁ ରୋଷାଗ୍ନି, ଏସବୁ ରୂପରେ ଗୁରୁ ଗୋବିନ୍ଦ ମୋ ପାଖରେ ଭର୍ତ୍ତି ହେଇଛନ୍ତି। ଖାଲି ଗୁରୁ, ଖାଲି ଗୋବିନ୍ଦ। ତେଣୁ ସଜ୍ଜନ, ମୁଁ ମାନିବା ହିଁ ଧର୍ମ। ଯୋଉଠୁ ମାନିଲ ସେଇଠୁ ଆରମ୍ଭ ହେଲା ଧର୍ମ କ୍ଷେତ୍ରେ। ଧର୍ମକୁ ମାନି ସାରିଲା ପରେ ଦ୍ୱିତୀୟ ଶବ୍ଦ ଆଇଲା କୁରୁକ୍ଷେତ୍ରେ। ଆଗେ ଗୁରୁଙ୍କୁ ମାନ, ଧର୍ମକୁ ମାନ ଏବଂ କର୍ମକୁ ମାନ। এই তিনোটি কথা ହେଇଗଲେ ଆମ ଜୀବନ ସାର୍ଥକ ହେଇଗଲା। ପବିତ୍ର ମାହାଙ୍ଗା ମାଟି, ପବିତ୍ର କଟକ ଜିଲ୍ଲା, ଯେଉଁ କଟକ ଜିଲ୍ଲାରେ ମୋର ବି ଜନ୍ମ। ଆଜି ସିନା ମୁଁ ଜଗତସିଂହପୁରରେ ମୋର ଜିଲ୍ଲା ହେଇଯାଇଛି, କିନ୍ତୁ ମୁଁ କଟକରେ ଜନ୍ମ। ଏଇ ମାଟିରେ ଅନନ୍ତଙ୍କର ଲୀଳା ଅରିଲରେ ଶୁଭାରମ୍ଭ ହେଇଥିଲା 1970 ମସିହାରେ। ସେ ଆବିର୍ଭାବ ହେଇଥିଲେ ଏବଂ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର କଥାକୁ ମଧ୍ୟ ଅନୁମୋଦିତ ହେଇଥିଲା, ପାଇକାଳି କୂଳେ ସେଇ ଅନନ୍ତକୁ ଦେ ମିଳିବ। ଆଉ ଗୋଟେ ଜାଗାରେ ମହାପୁରୁଷଙ୍କର ବାଣୀ ଭିତରେ ଥିଲା, 24 ବର୍ଷ ଗୁପତେ ରହିବେ, ଅଜ୍ଞାନରେ ନେବେ ଦିନ, ଅନନ୍ତଙ୍କ ଶିଷ୍ୟ ହୋଇବେ ପ୍ରକାଶ, ଉପଦେଶ ଦେବେ କର୍ମ। ତେଣୁ ସେ କଥାର ହିସାବ ମତେ ପଚାରିଲେ ମୁଁ ବି କହିପାରିବି, କହିଲେ ବି ଭୁଲ ହବ। କିନ୍ତୁ ମୋଟାମୋଟି କଥା, ଅନନ୍ତଙ୍କର ଲୀଳା
ये पृथ्वी भीतर सृष्टि हम ये कथा आम अच्युतानंद महापुरुष अरक्षित महापुरुष छतिया हरिदास ये सबू आगुरु आमको टिके टिके सूचई दे जाए किंतु आमे मानिबा पई प्रस्तुत नहीं मानिले ठाकुर न मानिले कुकुर तेणु सज्जन ये माटी के आपण माने आसु थांतु पवित्र यज्ञ ये प्रत्येक वर्ष एमती आपण माने निराखेला करू थांतु एथि मोर प्रतिनिधि भाव मोर शिष्य जे कि देवलना बोली आपण मानकु आपण माने जानिचंती तांकर शरीर सुस्थ रहू एवं ये क्षेत्र उन्नति पाई तांकु जो माने सहयोग करूछंती आपिल ग्राम ठारू आरंभ करी ये पंचायत एवं जो माने अनंत प्रेमी अनंत बलिया परिवार प्रेमी समस्तंकर शुभकामना करुची एवं मते फेरिबा को हबो मु कहवा को मोर जमा इच्छा होउनी खाली बाध्यरे कहूँ तेणु आपण मानकर स्नेह श्रद्धा भक्ति विश्वास को नहीं बलिया एमती आसुची आउ आसीब नाही बोली कहबनी जदि आसिली भल न आसिली भल तेणु कथाटीए कहूँ कथाटीए मिछ कथा निये नुहे सतटीए तेणु सबु हूँ सत्य उपरे आधारित बुढ़ी असुरुणी परिराइजर मिछ कथा नुहे सत्यटीए कथाटीए कहूँ कथाटीए तेणु कथाटी जितेबाला सरीज फूल गछटी मरीज फूल गछटी जितेबाला मरीगला कालिया गाई ताको चोरी करने पड़े से कालिया किए परमात्मा पुणी से कालिया गाई ताको जन्म दब काली गाई ठारू आनिब क्षीर कोଳରେ बसई कर माथि मुठी करी चांद मुहटी माँ जीव तोर धान साऊ आम पारिवारिक जीवन कथा भितर अनेक कथा अच्छे तेणु आज ये पवित्र क्षेत्र में आपण मानक बड़िया नमस्कार करुच्ची समस्तंकर शुभकामना करुच्ची जो बाबू बोली पिलाटीए थिला सी बहु उद्योगी थिला सी हठात चलीगला तेणु मु तार पवित्र आत्मा को स्मरण करुच्ची वर्तमान मनोज जो प्रकार भाव में सहयोगी आउ अनेक अनेक अच्छा मुझे ना कहीपरूनी तेरे समस्तंकर शुभकामना करी सेवक बलिया तार वाणी को विश्राम दौ नाम टिके करंतु Muy
ନେ ଏଇଠି ନେଇ ତେଣୁ